ମିଥୁନ ରାଶି ଆପଣଙ୍କ ପାଇଁ ବୁଧ ଯାହାକି ଅସ୍ତ ଚାଲିଥିଲେ ଆପଣଙ୍କର ଲଗ୍ନପତି ଆଉ ଆପଣଙ୍କ ଚତୁର୍ଥପତି ହୋଇକରି ତାହା ଏବେ ବର୍ତ୍ତମାନ ଆପଣଙ୍କର ହିଁ ରାଶିରେ ବର୍ତ୍ତମାନ ଯୁକ୍ତରେ ରହିବେ ଶୁକ୍ରଙ୍କ ସହିତ। ୟାଠୁ ଖୁସିର ଖବର ଆଉ କ'ଣ ହେଇପାରେ ଆପଣମାନଙ୍କ ପାଇଁ? ତ ଦେଖନ୍ତୁ, ଆପଣଙ୍କର ଯେହେତୁ ଲଗ୍ନରେ ଆପଣଙ୍କର ନିଜ ଲଗ୍ନପତି ଯଦି ବର୍ତ୍ତମାନ ଟ୍ରାନଜିଟ୍ କରୁଛନ୍ତି, ସିଏ ଏକ ଶୁଭ ଗ୍ରହ, ସିଏ ବି ଶୁକ୍ରଙ୍କ ସହିତ ଇଏରେ ଅଛନ୍ତି। ଆଉ 2 ଜୁନ୍ରେ ଆପଣଙ୍କ ପାଇଁ ବୋଲି ଆପଣଙ୍କର ଦ୍ୱିତୀୟ ଭାବରେ ଆପଣଙ୍କର ଯେଉଁ ବୃହସ୍ପତି ଅଛନ୍ତି ସିଏ ବି ଆପଣଙ୍କର ଉଚ୍ଚ ରାଶି କର୍କଟକୁ ଯିବେ। ତ ତେଣୁ ୟା ପାଇଁ ବୋଲି ମୁଁ ଆପଣଙ୍କୁ ଏହା କହିବି, ଏଇଟା ଗୋଟେ ଏମିତି ସମୟ ଆପଣଙ୍କର ଯଦି କାଇଣ୍ଡ ଅଫ୍ ରିଲେସନସିପ୍ ଯଦି କିଛି ଥିଲା, ଯେଉଁ ରିଲେସନସିପ୍କୁ ଆପଣ ଆଗକୁ ଗୋଟେ ଷ୍ଟେପ୍ ଆଗକୁ ନେବା ପାଇଁ ଚାହୁଁଥିଲେ, ଯେଉଁଟାକି ହେଇପାରେ କି ଆପଣ ଏଇଟା ମାନେ ମ୍ୟାରେଜକୁ ନେବା ପାଇଁ କି ଆପଣ ଏଇଟା ଗୋଟେ ଏନଗେଜମେଣ୍ଟକୁ କନଭର୍ଟ କରିବା ପାଇଁ ବହୁତ ବୁଧଙ୍କର ଏଇ ଯେଉଁ ଅସ୍ତଙ୍କ ପାଇଁ ବୋଲି ବହୁ ଜାଗାରେ କିରି ବହୁ ମ୍ୟାରେଜେସ୍ ଆଉ ଇଏ ହେରିକା ବର୍ତ୍ତମାନ ଫଳାଫଳ ହେଇପାରୁନଥିଲା ବିକଜ ଅଫ୍ ସମ୍ କମ୍ୟୁନିକେସନ୍ ଗ୍ୟାପ୍, କିଛି ବି ହେଇପାରେ। ତାହା ଏବେ ସବୁ ଜିନିଷ ହେବ। ମୁଁ ଆପଣଙ୍କୁ କହିଥିଲି, ଆପଣ ଯଦି ମେଷର ବିଗିନିଂରେ ଦେଖିଥିବେ, ଆପଣଙ୍କର ଇଣ୍ଟେଲେକ୍ଟ, ଆପଣଙ୍କର କମ୍ୟୁନିକେସନ୍ ଆଉ ଆପଣଙ୍କ ପ୍ରେଜେଣ୍ଟେସନ୍ ସବୁ ଜିନିଷ ବୁଧ ହିଁ ଆପଣଙ୍କ ରିପ୍ରେଜେଣ୍ଟ କରନ୍ତି। ଏହି ଅସ୍ତ ସମୟ ଆପଣଙ୍କ ପାଇଁ ବି ସମୟରେ ଆପଣଙ୍କର ଭାଗ୍ୟରେ ବି କିଛି ସମୟ ଭାବରେ ଅସ୍ତ ପରୀକ୍ଷା ଆପଣଙ୍କୁ ବି ଫିଲ୍ ହେଉଥିବ, ଯାହାକି ବର୍ତ୍ତମାନ ଆପଣ ଏବେ ଉଦିତ ଭାବରେ ଦେଖିବେ। ଆଉ ଆପଣଙ୍କର ବୃହସ୍ପତି ଯେଉଁ ଆପଣଙ୍କର ଦ୍ୱିତୀୟ ଭାବରେ କିରି ଯିବେ ଉଚ୍ଚକୁ, ଆପଣଙ୍କର କର୍ମକ୍ଷେତ୍ରରେ ନାନା ପ୍ରକାରର ଯେଉଁ ଜିନିଷ ଆପଣଙ୍କର ପେଣ୍ଡିଂ ହେଇକିରି ଯେଉଁ ପ୍ରୋଜେକ୍ଟ ସବୁ ଚାଲୁଥିଲା, ଯେଉଁ ଜିନିଷ ଅଣ୍ଡରଟେକିଂ ଆପଣଙ୍କ ଲାଇଫରେ କରିବା ପାଇଁ ଚାହୁଁଥିଲେ, ତାହା ବର୍ତ୍ତମାନ ସବୁ ତାର ରାସ୍ତା ଆପଣଙ୍କୁ ଦେଖିବାକୁ ମିଳିବ। ଆପଣଙ୍କର ଏହି ସମୟରେ ଯଦି କିଛି ଇନକ୍ରିମେଣ୍ଟ, ଆପ୍ରାଇଜାଲ ଏଇ ଟାଇପ୍ର ଆପଣଙ୍କର ଯେଉଁ କାମ କରୁଥିବା ଜାଗାରେ ଆପଣଙ୍କର ଯଦି ସଂସ୍ଥାରେ ଯଦି କିଛି ହେବାର ଅଛି, ତାହା ବର୍ତ୍ତମାନ ଡେଫିନେଟଲି ହେବ। ଆପଣଙ୍କୁ ଭଲ ଭାବରେ କିଛି ଏମାଉଣ୍ଟରେ ଆପଣଙ୍କର ସ୍ୟାଲେରୀରେ ଇନକ୍ରିମେଣ୍ଟ ବି ଆପଣ ଦେଖିବାକୁ ପାଇପାରିବେ। ଏଡୁକେସନ୍ ପାଇଁ ବି ବହୁତ ଭଲ ଏକ ଶୁଭର ସମୟ। ହେଲ୍ଥ ପଏଣ୍ଟ ଅଫ୍ ଭ୍ୟୁରେ ବି ବହୁତ ଭଲ ଶୁଭର ସମୟ। ଆଉ ଯେମିତି କହିଲି ଆପଣଙ୍କ ପାଇଁ ବୋଲି ମାନେ ଆପଣଙ୍କର 4ଟା ଅଙ୍କ ହିଁ ଭଲ କହିବାକୁ ଗଲେ, ଆପଣଙ୍କର ରିଲେସନସିପ୍ ଗୋଟେ ସେକେଣ୍ଡ ଲେଭେଲକୁ ଯିବ। କାରଣ ଏଇଥିପାଇଁ ଆପଣଙ୍କ ସହିତ ଆପଣଙ୍କର ଶୁକ୍ର ବି ଆପଣଙ୍କର ଏଇ ଯୁକ୍ତରେ ଅଛନ୍ତି। ଆପଣଙ୍କ ପାଇଁ ସବୁ 4ଟା ଅଙ୍କ କ୍ଷେତ୍ରରେ ବହୁତ ହି ଭଲ। ମିଥୁନ ରାଶିଙ୍କ ପାଇଁ ମୁଁ ଏହା ବୋଲି କହିବା ପାଇଁ ଆପଣଙ୍କ ସମୟ ଆହୁରି ଶୁଭମୟ ହେଉ। ମୁଁ ଆପଣଙ୍କୁ କହିବି, ସବୁ ଶନିବାର ଯଦି ପସିବୁଲ୍ ହେଉଛି, କାରଣ ମୁଁ ଗୋଟେ ଭିଡ଼ିଓ କରିଛି, ଆପଣ ଦେଖିବେ ଶନିଙ୍କର ଯାହାକି ଆପଣଙ୍କର ବକ୍ର ଗତି ଷ୍ଟାର୍ଟ ହେବ, ଯାହାକି ଜୁଲାଇରେ ଷ୍ଟାର୍ଟ ହେବ। ତ ଆପଣଙ୍କୁ ତ ଜୁନ୍ ମାସରେ ବହୁତ ଶୁଭର ସମୟ ରହିବ, କିନ୍ତୁ ଆପଣ ସବୁ ଶନିବାର, କାରଣ ଶନି ବକ୍ରରେ ଚାଲିବେ, ତ ତାଙ୍କ ବକ୍ର ଗତିର ଧୀରେ ଧୀରେ ଏହା ନାହିଁ କି ଜୁଲାଇରେ ଅଛି ମାନେ ଜୁଲାଇରେ ହିଁ ହୁଏ ତାର ଇମ୍ପୋର୍ଟାନ୍ସ, ତାର ଧୀରେ ଧୀରେ ଜୁନ୍ରୁ ଆପଣଙ୍କୁ ଫିଲ୍ ହେବା ଆରମ୍ଭ ହେଇଯିବ। ତ କିଛି ଭାବରେ ଆରମ୍ଭ ବି ହେଇଯିବଣି ଯଦି ଯେଉଁମାନଙ୍କର ଲୋୟର, ଯଦି ଆପଣଙ୍କର ଯଦି ଚନ୍ଦ୍ର କମ୍ ଡିଗ୍ରିଜରେ ଥିବେ। ତ ଏନିୱେ, ଆପଣ ଏହି ସମୟରେ ଶନିବାର ଦିନ ଯେମିତି ହେଲେ ଶନିଙ୍କ ମନ୍ଦିର ଯିବା ପାଇଁ ବୋଲି ଚେଷ୍ଟା କରିବେ।